ବଣମଲ୍ଲି ବଣରେ ଫୁଟେ ଏବଂ ତାର ବାସ୍ନା ସମଗ୍ର ଅଞ୍ଚଳକୁ ବିମୋହିତ କରିଥାଏ। ଠିକ୍ ସେଇଭଳି ବସ୍ତା ବ୍ଲକର ଇଏ ଗୋଟେ ଅପରନ୍ତରା ଗାଁ, ଯେଉଁ ଗାଁ ହେଉଛି ଦୁଧସା ଆଉ ଜୟପୁର ଗାଁ। ଯେଉଁ ଗାଁକୁ ଆସିବାକୁ ଲୋକେ ଦିନେ ଅନିଚ୍ଛା ପ୍ରକାଶ କରୁଥିଲେ, ଆଜି ସେଇ ଗାଁରେ ଲାଗିଛି ଭିଡ଼। ତାର ଉଦାହରଣ ସୃଷ୍ଟି କରିଛନ୍ତି ଆମ ଗାଁ ଚେରିଟେବୁଲ ଟ୍ରଷ୍ଟ ତଥା ସୁଲଗ୍ନା ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ୍ର ମାଲିକ ଅଛନ୍ତି ଘନଶ୍ୟାମ ବିଶ୍ୱାଳ। ତାଙ୍କର ପ୍ରଗାଢ଼ ଉଦ୍ୟମ ଏବଂ ଯୁବଗୋଷ୍ଠୀ ସହିତ ସମସ୍ତ ବୟସ୍କମାନଙ୍କୁ ଏକତ୍ରିତ କରି ଏ ଗାଁକୁ ଆଜି କରିଛନ୍ତି ସରସ ସୁନ୍ଦର। ଗାଁରେ ରହିଛି ଏକ ଶିବ ମନ୍ଦିର, ହନୁମାନ ମନ୍ଦିର, ମା ଭଗବତୀ ମନ୍ଦିର ସହିତ ଭାଗବତ ତୁଣ୍ଡି, ଏଇଭଳି ଅନେକ ମନ୍ଦିର ମଧ୍ୟ ଗଢ଼ି ତୋଳିଛନ୍ତି। ଆଉ ଏ ଗାଁକୁ ପ୍ରତି ବର୍ଷ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ଏ ଅଞ୍ଚଳବାସୀ ଏବଂ ଆୟୋଜନ କରିଛନ୍ତି ବୈଶାଖୀ ମହୋତ୍ସବ। 6 ବର୍ଷ ଧରି ଏ ମହୋତ୍ସବକୁ ସେ ନିଜେ ଆୟୋଜନ କରୁଛନ୍ତି ଏବଂ କମିଟି ଦ୍ୱାରା ପରିଚାଳନା କରୁଛନ୍ତି। ଆଜି ବସ୍ତା ବ୍ଲକରେ ନୁହେଁ, ସମଗ୍ର ଜିଲ୍ଲାରେ ଏ ଦୁଧସା ପଞ୍ଚାୟତ, ତ ଦୁଧସା ଗାଁ ଏବଂ ଜୟପୁର ଗାଁର ନାଁ ସମସ୍ତଙ୍କ ମୁହଁରେ ବାଜୁଛି। ତେବେ ଆମ ସହିତ ସିଧାସଳଖ ଅଛନ୍ତି ଏ କମିଟିର ସଭାପତି ଅଛନ୍ତି, ଏ କମିଟିକୁ ପରିଚାଳନା କରୁଥିବା ଯେଉଁ ଘନଶ୍ୟାମ ବିଶ୍ୱାଳ ମଧ୍ୟ ଅଛନ୍ତି। ତାଙ୍କ ମୁହଁରୁ ଶୁଣିବା ଏ ଗାଁର ଅବସ୍ଥା କେମିତି ଥିଲା, ଆଜି କେମିତି ହେଇଛି। ଆପଣଙ୍କୁ ସାର୍ ସ୍ୱାଗତ କରାଯାଉଛି। କ'ଣ ଥିଲା ଏ ଅବସ୍ଥାରେ, ଗାଁର ଅବସ୍ଥା ଥିଲା, ଆଜି କେମିତି ହେଇଛି? ଗାଁର ଆମେ ଯେତେବେଳେ ପାଠ ପଢୁଥିଲେ ଏଠି ଏ ଗାଁରେ ମାନେ ଆଣ୍ଠିଏ କାଦ ଭିତରେ ଆମେ ସମସ୍ତେ ଏଠି ଗତି କରୁଥିଲେ। ଲାଇନ୍ ତ କନେକ୍ସନ ନଥିଲା। ଏଠି ପାଖାପାଖି 80-90% ଲୋକ ଅଛନ୍ତି, ଟିପ ଚିହ୍ନ ପ୍ରାୟ କହିଲେ ଅତୃପ୍ତି ହବ ନାହିଁ। ସମସ୍ତେ ପ୍ରାୟ ଯୋଉଟା କୁହନ୍ତି ଗାଁ ଭାଷାରେ ଗୋରୁ ମୁଣିଆ ପାଇଁ ମଧ୍ୟ ବହୁତ ଲୋକ ଏଠି ସେତେବେଳେ ଥିଲେ। ଯାହା ବି ହଉ ଭଗବାନଙ୍କର ଆଶୀର୍ବାଦ ଥାଇପାରେ ବା ଏ ଦୁଇଟା ଗାଁର ଅକ୍ଳାନ୍ତ ପରିଶ୍ରମ ହେଇଥାଇପାରେ। ସମସ୍ତଙ୍କର ପରିଶ୍ରମରେ ଏ ଗାଁ ଆଜି ସୁନାରେ ତିଆରି ହେଇଯାଇଛି। ଏ ଗାଁରେ 4-5ଟି ମନ୍ଦିର ମଧ୍ୟ ତିଆରି ହେଇଯାଇଛି। ଏଠି ପ୍ରତ୍ୟେକ ବର୍ଷ ମଧ୍ୟ ଆମେ ବୈଶାଖୀ ଉତ୍ସବ ମାଧ୍ୟମରେ ମାନେ ଏ ଗାଁକୁ ରିପ୍ରେଜେଣ୍ଟ ଆମେ କରାଉଛୁ। ଏ ଗାଁକୁ ଏ ଗାଁ ଆଜି ଆମେ ବସ୍ତା ନୁହେଁ, ବାଲେଶ୍ୱର ନୁହଁ, ଓଡ଼ିଶାରେ ମଧ୍ୟ ଗୋଟେ ମାନଚିତ୍ର ତିଆରି କରିବାକୁ ଯାଉଛି। ଏ ସବୁ ସମ୍ଭବ ଏ ଦୁଇଟା ଗାଁର ଲୋକମାନଙ୍କର ଅକ୍ଳାନ୍ତ ପରିଶ୍ରମ ଆଉ ସହଯୋଗ ଦ୍ୱାରା ସମ୍ଭବ ହେଇଛି। ତେବେ ଚଳିତ ବର୍ଷ ଯେଉଁ ଆୟୋଜନ ଆପଣ କରିଛନ୍ତି, ଚଳିତ ବର୍ଷରେ ଯେଭଳି ପ୍ରକାର ଗୋଟେ ନୂଆ ଚିନ୍ତାଧାରା ନେଇକି ଆପଣଙ୍କ ବୈଶାଖୀ ମହୋତ୍ସବ ପାଳନ କରାଯାଉଛି, କ'ଣ ରହିଛି ମହୋତ୍ସବ? ଏ ମହୋତ୍ସବ ଆକ୍ଚୁଆଲି 6 ଦିନ ବ୍ୟାପୀ ଅନୁଷ୍ଠିତ ହେବ। 4 ମେରୁ ଆରମ୍ଭ ହେବ, 9 ମେରେ ସରିବ ଏବଂ ଏ 6 ଦିନ ବ୍ୟାପୀ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ। ଏଥିରେ ବିଭିନ୍ନ ପ୍ରକାର ଅତିଥିମାନେ ଉପସ୍ଥିତ ଏଠି ରହିବେ ଏବଂ ଏଥିରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏଠି ସମର୍ଥିତ କରାଯିବ। ବିଭିନ୍ନ ପ୍ରକାର କଲଚରାଲ ଆକ୍ଟିଭିଟି ହେବ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏଇ ଦୁଧସା ପଞ୍ଚାୟତରେ 70ଟା ସ୍ୱୟଂ ଗୋଷ୍ଠୀ ଅଛନ୍ତି। ସେମାନଙ୍କୁ ମଧ୍ୟ ଆମେ ବିଭିନ୍ନ ପ୍ରକାର କମ୍ପିଟିସନ ଏଠି କରୁଛୁ। ସେମାନଙ୍କୁ ମଧ୍ୟ ଏଠି ମଞ୍ଚରେ ସମର୍ଥିତ କରିବୁ ଏବଂ ବିଭିନ୍ନ ପ୍ରକାର ମାନେ କାର୍ଯ୍ୟକ୍ରମ ହାତକୁ ନିଆହେଇଛି, ଯାହାଫଳରେ ଲୋକମାନଙ୍କର ସମାଗମ ହେବ ବୋଲି ଆମମାନଙ୍କର ବିଶ୍ୱାସ ଆଶା ମଧ୍ୟ ଅଛି। ତେବେ ପ୍ରଥମ ଥର ପାଇଁ ଇଏ ଯେଉଁ ବୈଶାଖୀ ମହୋତ୍ସବ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି, ପଞ୍ଚାୟତରେ ଥିବା 60ରୁ ଉର୍ଦ୍ଧ୍ୱ SSG ମହିଳାମାନଙ୍କୁ, SSG ଗୋଷ୍ଠୀମାନଙ୍କୁ ନେଇ ତାଙ୍କ ଭିତରେ ପ୍ରତିଯୋଗିତା କରିବା ଏବଂ ସେମାନଙ୍କୁ ସମ୍ବର୍ଦ୍ଧନା କରିବା, ଇଏ ପ୍ରଥମ ଥର ପ୍ରାୟ ବାଲେଶ୍ୱର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ତେବେ ଆମ ସହିତ ଅଛନ୍ତି କିଛି କମିଟିର ସଭାପତି ଅଛନ୍ତି। କ'ଣ କହିବେ ଆପଣଙ୍କର ଯେଉଁ ବୈଶାଖୀ ମହୋତ୍ସବ ଯେଭଳି ପ୍ରକାର ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି ବା ଏ ଅଞ୍ଚଳ ଯେମିତି ଥିଲା ଆଜି କେମିତି ଦେଖୁଛନ୍ତି? ବହୁତ ତଳେ ତ ଥିଲା ଏଇ ଦୁଧସା ଆଉ ଜୟପୁର। ତେଣୁ ଆମେ ବହୁତ ଚେଷ୍ଟା କରିକି ମନ୍ଦିର ଗଢ଼ିଛେ, ବହୁ ଲୋକଙ୍କୁ ସେବା ବି କରିଛେ। ତେଣୁ ଘନଶ୍ୟାମ ଆମର ସବୁ କିଛି କରିଛନ୍ତି ଘନଶ୍ୟାମ, କିନ୍ତୁ ଆମେ ସହଯୋଗ କରିଛେ। ତେଣୁ ଆହୁରି କିଛି ମହୋତ୍ସବ କେମିତି ଆଗକୁ ବଢ଼ିବ, ବିଭିନ୍ନ ଯେଉଁ କହିଥିଲେ 6,000-7,000 ଲୋକ ଏଠି ପ୍ରସାଦ ସେବନ କରିବେ, ଆହୁରି ମଧ୍ୟ ବଢ଼ୁ। ଆମର ମେଳା ଆଗରୁ ଆମେ 4 ଦିନ କରିଥିଲୁ, ଏବେ 6 ଦିନ ପର୍ଯ୍ୟନ୍ତ ମେଳାକୁ ପାଳନ କରୁ। ତେଣୁ ଏଇସବୁ ଜିନିଷ କାର୍ଯ୍ୟକ୍ରମ। ତେବେ ସମୟ ଥିଲା ଆପଣ ଗାଁକୁ କେହି ଆସୁନଥିଲେ କିମ୍ବା ଏ ଗାଁରୁ କେହି ଯିବାକୁ ମୁଖ୍ୟ ରାସ୍ତା ସେମିତି ସଡ଼କ ସୁବିଧା ନଥିଲା। ଆପଣମାନେ କେମିତି ଅନୁଭବ କରୁଛନ୍ତି ଏ ବିଗତ କେତେ ବର୍ଷ ମଧ୍ୟରେ କେମିତି ଅନୁଭବ କରୁଛନ୍ତି? ବହୁତ ସୁନ୍ଦର ଯାହାକୁ କହିଲେ ସରିବ, ତୃପ୍ତି ହେବ ନାହିଁ। କିନ୍ତୁ ଏଇ ଆମର ଦୁଧସା ଜୟପୁର ଗ୍ରାମରେ ଏଇ ରାସ୍ତା ସବୁ ଜଙ୍ଗଲ ପାଖରୁ ହେଇନଥିଲା, କିନ୍ତୁ ଏବେ ବହୁତ ଉନ୍ନତ ଧରଣର ଗତି କରୁଛି।
ତେବେ ଆମ ସହିତ ଆହୁରି ଯୁବଗୋଷ୍ଠୀ ଅଛନ୍ତି, କ'ଣ କହିବେ ଯେ ଯେଭଳି ପ୍ରକାର ଅବସ୍ଥା ଥିଲା ଏଇ ଯୋଉ ଦୁଧସା ଜୟପୁର ଆଜି କେଉଁଭଳି ଦେଖୁଛନ୍ତି? ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ବିଗତ 15 ବର୍ଷ ତଳର କଥା, ଏ ଗାଁକୁ ରାସ୍ତା କେହି ଗାଡ଼ି ବି ଆମ୍ବୁଲାନ୍ସ ବି ଆସିପାରୁନଥିଲା। ଏସବୁ ପ୍ରଚେଷ୍ଟା ହେଇଛି। ଆଉ ଦ୍ୱିତୀୟତଃ ମନ୍ଦିର ତ ଆଜି 4ଟା ମନ୍ଦିର ହେଇଛି। ଏ ଏନଭାୟରମେଣ୍ଟକୁ କ୍ରିଏଟ୍ କରିଥିବା ଲୋକ ହଉଛନ୍ତି ଆମର ଜଣେ ଆମ ଚାରିଟେବୁଲ ଟ୍ରଷ୍ଟର। କେମିତି ଲାଗୁଛି ଆପଣ ମାନେ ଯୋଉ ସମଷ୍ଟିଗତ ଭାବରେ ଏକତ୍ରିତ ହେଇଛନ୍ତି ଆଉ ଏକତ୍ରିତ ହେଇ ଯେଭଳି ପ୍ରକାର ଗାଁର ଉନ୍ନତି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି, କେମିତି ଲାଗୁଛି ଆପଣ? ବହୁତ ଭଲ ଲାଗୁଛି, କିନ୍ତୁ ଏ ଦୁଇଟି ଗାଁର କୌଣସି ଦିନ ଆବିଳତା ନାହିଁ, କେହି କିଛି ନାହିଁ ବୋଲି ଆଜି ତିଷ୍ଠିଛୁ। ଏଇ କାହାରି ମନରେ ଅହଂ ନାହିଁ, କାହାରି ମନରେ କିଛି ଦ୍ୱିଧା ନାହିଁ, ସମସ୍ତେ କୋଅପରେଟ୍ ସମସ୍ତଙ୍କୁ କରନ୍ତି। ସେଇଥିପାଇଁ ଏ ଅନୁଷ୍ଠାନ ସବୁଠୁ ବଢ଼ିଆ ଅଛି। ତେବେ ଆପଣ ସିଧାସଳଖ ଶୁଣୁଥିଲେ ଏ ଗାଁ ଦିନେ ଥିଲା ଗୋଟେ ଅପରନ୍ତରା ଗାଁରେ ଥିଲା, ଆଜି ଦୀର୍ଘ 5-6 ବର୍ଷ କି 7 ବର୍ଷ ଭିତରେ ଏ ଗାଁକୁ ଆଜି ଆଗକୁ ନେଇ ଚାଲିଛନ୍ତି। ଏ ଗାଁର ସର୍ବସାଧାରଣ ସମସ୍ତେ ଏକତ୍ରିତ ହୋଇଛନ୍ତି। କାହା ମନରେ ହିଂସା ନାହିଁ, କାହା ମନରେ ଦ୍ୱିଧା ନାହିଁ, ସମସ୍ତେ ଏକ ହେଇ ଏ ଜୟପୁର ଆଉ ଦୁଧସା ଗାଁକୁ ଆଗେଇ ନେବାରେ ସଫଳ ହେଇଛନ୍ତି। ତେବେ ଆଗାମୀ କେତେ ଦିନ ପରେ ବୈଶାଖୀ ମହୋତ୍ସବର 6ଠ ବର୍ଷ ତାର ପାଳନ କରିବାକୁ ଯାଉଛି। ତେଣୁ ଏ ମହୋତ୍ସବ ପାଇଁ ସମସ୍ତଙ୍କୁ କମିଟି ତରଫରୁ ନିବେଦନ କରାଯାଇଛି, ସମସ୍ତେ ଆସନ୍ତୁ ଆଉ ଏ ମଜା ନିଅନ୍ତୁ, ଏ ମହୋତ୍ସବର ମଜା ନିଅନ୍ତୁ, ଆଉ ଏ ପରିବେଶର ମଜା ନିଅନ୍ତୁ। ଏହା ହିଁ କମିଟି ପକ୍ଷରୁ ନିବେଦନ କରାଯାଇଛି। ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଯେ ମହୋତ୍ସବ ହେବ ତାହା କୋଉ ଢଙ୍ଗରେ ହେଉଛି ବା କୋଉ ରୂପରେ ହେଉଛି, ଯୋଉ ନିଆରା ରୂପରେ ବର୍ଣ୍ଣନା କରାଯାଉଛି ତାହା କେମିତି ହେଉଛି ତାହା ଆଗାମୀ ସମୟ କହିବ। ବାଲେଶ୍ୱର ଜିଲ୍ଲା ବସ୍ତାରୁ ନିଣୁ ପ୍ରଧାନ, MBC TV।